ପିଲାମାନେ ଷ୍ଟଡି ସକ୍ସେସ୍ ଚ୍ୟାନେଲରେ ମୁଁ ବ୍ରଜବନ୍ଧୁ ଆପଣମାନଙ୍କୁ ଏହି ଭିଡ଼ିଓରେ ସ୍ୱାଗତ ଜଣାଉଛି। ତମ +2 ସେକେଣ୍ଡ ଇୟର ଇକୋନୋମିକ୍ସ ବହିର ପ୍ରଥମ ଚାପ୍ଟର ଯାହାର ନାମ ହେଉଛି ଅର୍ଥଶାସ୍ତ୍ର। ଆଜିର ଏହି ଭିଡ଼ିଓରେ ଆମେ ଅର୍ଥଶାସ୍ତ୍ରର ଦୁଷ୍ପ୍ରାପ୍ୟତା ସଂଜ୍ଞା ବିଷୟରେ ପଢ଼ିବା। ଏହି ଭିଡ଼ିଓରେ ଆମେ ଅର୍ଥଶାସ୍ତ୍ର କ'ଣ ଓ ଅର୍ଥନୀତିଜ୍ଞମାନେ ଅର୍ଥଶାସ୍ତ୍ରର ଦୁଷ୍ପ୍ରାପ୍ୟତା ସଂଜ୍ଞା ବିଷୟରେ କ'ଣ କ'ଣ ମତ ପ୍ରକାଶ କରିଛନ୍ତି ସେ ବିଷୟରେ ପଢ଼ିବା। ତ ଦେଖ, ପ୍ରଥମେ ଆମେ ଅର୍ଥଶାସ୍ତ୍ର କ'ଣ ଜାଣିବା। ଅର୍ଥନୀତି କହିଲେ ଆମେ ମୁଖ୍ୟତଃ ସୀମିତ ସମ୍ବଳ ଦ୍ୱାରା କିପରି ଅସୀମ ଇଚ୍ଛା ଗୁଡ଼ିକ ପୂରଣ କରିପାରିବା ତାହା ବୁଝୁ। ଆଜିର ଆମର ଚାପ୍ଟର ହେଉଛି ଅର୍ଥଶାସ୍ତ୍ରର ଦୁଷ୍ପ୍ରାପ୍ୟତା ସଂଜ୍ଞା। 1932 ମସିହାରେ ଅର୍ଥନୀତିଜ୍ଞ ଲିଓନେଲ ରବିନ୍ସ ଯେଉଁ ପୁସ୍ତକ ରଚନା କରିଥିଲେ ତାହାକୁ ଅର୍ଥନୀତି ବିଜ୍ଞାନର ପ୍ରକୃତି ଓ ତାତ୍ପର୍ଯ୍ୟ ବୋଲି କୁହାଯାଏ। ଏହି ପୁସ୍ତକରେ ସେ ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ ତାହାକୁ ହିଁ ଦୁଷ୍ପ୍ରାପ୍ୟତା ସଂଜ୍ଞା ବୋଲି କୁହାଯାଏ। ମଣିଷର ଅଭାବ ଅସୀମ, କିନ୍ତୁ ତାର ଯେଉଁ ସମ୍ବଳ ଅଛି ସମ୍ବଳ ସୀମିତ। ଏ ଅସୀମ ଅଭାବ ସହିତ ସୀମିତ ସମ୍ବଳ ମଧ୍ୟରେ ଯେଉଁ ସମ୍ପର୍କ ଅଛି ସେହି ବିଜ୍ଞାନକୁ ଅଧ୍ୟୟନକୁ ଅର୍ଥଶାସ୍ତ୍ର କୁହାଯାଏ। ରବିନ୍ସଙ୍କର ସଂଜ୍ଞା ଯେତେବେଳେ ଆମେ ଦେଖିବା, କେତୋଟି ମୌଳିକ ବୈଶିଷ୍ଟ୍ୟରୁ ଅର୍ଥଶାସ୍ତ୍ର ସୃଷ୍ଟି ବୋଲି ଧାରଣା ପାଇବା। ତ ସେ ମୌଳିକ ବୈଶିଷ୍ଟ୍ୟ ଗୁଡ଼ିକ କ'ଣ କ'ଣ ଚାଲ ଆସ ପଢ଼ିବା। ତ ପ୍ରଥମେ ଦେଇଛି କ'ଣ, ଅସୀମ ଅଭାବ। ତ ଅସୀମ ଅଭାବ କ'ଣ? ପିଲାମାନେ ତମମାନେ ଜାଣିଥିବ ଆମର ସବୁ ଅଭାବ ଗୁଡ଼ିକ ଅସୀମ ଥାଏ। ଗୋଟିଏ ଅଭାବ ପୂରଣ ହେଲେ ଆଉ ଗୋଟେ ଅଭାବ ପୁଣି ପଳେଇ ଆସେ। ମାନେ ଆମର ଯେଉଁ ଇଚ୍ଛା ଥାଏ ବହୁତ ଅସୀମ ଥାଏ, ମାନେ ତାର ଯେମିତି ସୀମା ନଥାଏ ହେଲା। ଯେତେ ବି ଅଛନ୍ତି ମାନବର ଇଚ୍ଛା ଦିଗ ସବୁ ଅସୀମ ଥାଏ। ଏ ଅଭାବ ଗୋଟିଏ ପୂର୍ଣ୍ଣ ହେଲା ମାତ୍ରେ ଆଉ ଗୋଟେ ଅଭାବ ଆମକୁ ଦେଖାଯାଇଥାଏ। ଆଉ ଏ ମାନବର ଅଭାବ ଗୁଡ଼ିକରୁ ଆମକୁ ଦେଖିବାକୁ ପଡ଼ିବ ଯେ କୋଉଟା ଅଧିକ ଜରୁରୀ ଅଭାବ, କୋଉଟା କମ୍ ଜରୁରୀ ଅଭାବ। ଆଉ ଯୋଉଟା ଅଧିକ ଜରୁରୀ ଅଭାବ ତାକୁ ପ୍ରଥମେ ପୂରଣ କରିବାକୁ ପଡ଼ିବ, ଯୋଉଟା କମ୍ ଜରୁରୀ ଅଭାବ ତାକୁ ଟିକେ ପରେ ପୂରଣ କରିବାକୁ ପଡ଼ିବ। ଦ୍ୱିତୀୟରେ ଅଛି ସୀମିତ ସମ୍ବଳ। ଆମ ପାଖରେ ଯେଉଁ ସମ୍ବଳ ଥାଏ ସେଇଟା ସୀମିତ ଥାଏ। ସମ୍ବଳ କହିଲେ କ'ଣ ବୁଝିବା ଆମେ? ଆମ ପାଖରେ ଥିବା ଅର୍ଥ, ସମୟ, ଶକ୍ତି, ଦ୍ରବ୍ୟ, ସେବା ଏସବୁକୁ ଆମେ ଆମର ସମ୍ବଳ ବୋଲି କହିବା। ଆମ ପାଖରେ କେତେ ଅର୍ଥ ଅଛି, କେତେ ସମୟ ଅଛି, ସମୟ ବି ଆମର ଗୋଟେ ପ୍ରକାର ସମ୍ବଳ। ଆମ ପାଖରେ ଶକ୍ତି କ'ଣ କ'ଣ ଅଛି, ଦ୍ରବ୍ୟ କ'ଣ କ'ଣ ଅଛି, ଆମେ ଯେଉଁ ସେବା ଯୋଗାଇ ଦେଇପାରୁଛେ, ଆମେ କୁହ ଶିକ୍ଷକତା, କୌଣସି କାମ କରିକି ଜଣକୁ କିଛି ସାହାଯ୍ୟ କରିବା, ଏସବୁ ସେବାରେ ଯାଉଛି। ଆମେ ଦେଖିବାକୁ ଗଲେ ସମ୍ବଳ କ'ଣ ହେଇଥାଏ, ବହୁତ କମ୍ ଥାଏ। ଆମ ପାଖରେ ସୀମିତ ସମ୍ବଳ ଥାଏ, କିନ୍ତୁ ଆମର ଚାହିଦା ବହୁତ ଅଧିକ ଥାଏ। ତେଣୁ ସୀମିତ ସମ୍ବଳରେ ଯେଉଁ ଚାହିଦା ପୂରଣ କରିବା ପାଇଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ସେଇ ସମସ୍ୟାକୁ ହିଁ ଅର୍ଥନୈତିକ ସମସ୍ୟା ବୋଲି କୁହାଯାଏ। ତାପରେ ଆମେ ଦେଖିବା, ଯଦି ସମ୍ବଳ ଅସୀମ ହେଇଥାନ୍ତା ତାହେଲେ କ'ଣ ହେଇଥାନ୍ତା? ଯଦି ସମ୍ବଳ ବହୁତ ଗୁଡ଼ିଏ ଥାନ୍ତା ତାହେଲେ ଆମର ଯେଉଁ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେଉଛି ବା ଯେଉଁ ଅଭାବ ପୂରଣ ହେଇପାରୁନି ସେ ଅଭାବ ବହୁତ ଶୀଘ୍ର ପୂରଣ ହେଇପାରନ୍ତା। କ'ଣ ପାଇଁ? ସମ୍ବଳ ଅସୀମ ଅଛି। ନେକ୍ସଟରେ ଅଛି ସମ୍ବଳର ବିକଳ୍ପ ବ୍ୟବହାର। ସମ୍ବଳର ବିକଳ୍ପ ବ୍ୟବହାର। ଦେଖ, ଗୋଟିଏ ସମ୍ବଳ ଅଛି ତାକୁ ଆମେ କ'ଣ କରିଥାଉଛେ, ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉଛେ। ଦେଖ, ଯେମିତିକି ଭୂମି ଅଛି, ଭୂମିକୁ ଆମେ ପରିବା ଚାଷରେ ବ୍ୟବହାର କରୁଛେ। ତାପରେ ସେଇ ଭୂମିକୁ ଆମେ କ'ଣ କରୁଛେ, ବାସଗୃହ ନିର୍ମାଣରେ ବ୍ୟବହାର କରୁଛେ। ସେଇ ଭୂମିକୁ ଚାଷ କାର୍ଯ୍ୟ କରିଥାଉଛେ, ଖେଳ ପଡ଼ିଆ ତିଆରି କରିଥାଉଛେ। ଏସବୁ ଗୋଟିଏ ଭୂମି ଅଛି ତାକୁ ଏତେ ସବୁ ବ୍ୟବହାର କରିଥାଉଛେ। ଭୂମି ଗୋଟେ ସମ୍ବଳ, ଏଇ ସମ୍ବଳକୁ ଆମେ ବିଭିନ୍ନ ପ୍ରକାର ବ୍ୟବହାର କରିଥାଉଛେ। କିନ୍ତୁ ହେଲା, ଆମକୁ ଦେଖିବାକୁ ପଡ଼ିବ ଯେ ଯେଉଁ ଆମେ ବିକଳ୍ପ ବ୍ୟବହାର କରୁଛେ ତାର ଯେଉଁ ବିଭିନ୍ନ ବ୍ୟବହାର କରୁଛେ ସବୁଠାରୁ କୋଉ ଅଭାବଟା ବା କୋଉ ବ୍ୟବହାରଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ताकू देखिकी से अग्राधिकार बेसिस रे आमको कौन करिया पड़िबो अभावर मनोनयन करने पड़िबो को अभावटा सबुठारु अधिक दरकारी आम पाखे सीमित संबल अच्छी आम पाखे सीमित संबल अच्छी से सीमित संबल को लेकिन आम जो विकल्प व्यवहार करुचे देखा पड़ो जे कौटा सबुठारु अधिक गुरुत्वपूर्ण तापर सीमित संबलर विकल्प व्यवहार अर्थनैतिक समस्या को तीव्रतर करें संबल अल्प अच्छी ताकू जो आम विभिन्न प्रकार व्यवहार करछे जो विकल्प व्यवहार करछे सेटा कौन ना अर्थनैतिक समस्या को आउ सृष्टि करता है संबल सीमित गुड़ाई व्यवहार करवा तो से सीमित संबल व्यवहार जो प्रबल अच्छी सब तो करें जेकोसी गोटे करवा अन्य जो कौन समस्या सृष्टि कर ना नहीं जो समस्या को आमर अर्थनैतिक बा अर्थनैतिक समस्या बोली कहीपर तापर पिला माने हैला फोर्थ पॉइंट रे अच्छी गुरुत्व क्रम रे अभावर श्रेणी विभाग तो कौन आमे जानिचे मनीषर अभाव गुड़िकर कौन सीमा नहीं है मनीषर अभाव गुड़िक गुड़ाए कौन माने जदि गोटे अभाव तार पूरण हो जाऊँ ना ता पाखक हठात आउ गोटे अभाव आसब किंतु आमको देखा पड़ो से अभाव गुड़िक मध्यरु को अभावटा सबुठारु गुरुत्वपूर्ण है अभाव गुड़िक भितर कोटा गुरुत्वपूर्ण थाए बेसी गुरुत्वपूर्ण थाए कोटा कम गुरुत्वपूर्ण थाए तेणु यही अभाव गुड़िक भितर आमको देखा पड़ो कौटा अधिक गुरुत्वपूर्ण कौटा कम गुरुत्वपूर्ण कौटा गुरुत्वपूर्ण जमा नुहे तो सीमित संबल हो आमको अधिक जरूरी अभाव गुड़िक प्रथमे पूरण करने को हम तापर कम जरूरी अभाव गुड़िक पूरण करने पड़ो आउ जदि कौनसी अभाव आदौ जरूरी ना से पूरण कर कौनसी आवश्यकता भी नहीं तेणु रॉबिन्स यही अर्थशास्त्र को मनोनयन विज्ञान आख्या देइछंदी माने एठी आमे कौन चूज करथाउजे मनोनयन करथाउजे माने कौन जो अभाव गुड़िक आमर अच्छी से अभाव कौटा आमको सबुठारु प्रथमे दरकारी से अभाव को आमे प्रथमे पूरण करने पड़ो तेणु आम ये चूज कले ना नहीं है कौटा अधिक दरकारी से रॉबिन्स यही अर्थशास्त्र को कौन कहते मनोनयन विज्ञान बोली कहते पिला माने जदि तुमको आम वीडियो पसंद आसुची तेबे लाइक कर शेयर कर आउ जदि कौन असुविधा रोची ताहले आमको कमेंट करके जनाओ धन्यवाद रॉबिन्स कौन कहते